आज ହେଉଛି ଶାମ୍ବ ଦଶମୀ। କଥାରେ ଅଛି ଏହି ଶାମ୍ବ ଦଶମୀରେ ବୁଡ଼ ପକାଇ ସୂର୍ଯ୍ୟ ଦେବତାଙ୍କୁ ପୂଜା କଲେ ପରିବାରର ମଙ୍ଗଳ ହେବା ସହ ବିଭିନ୍ନ ରୋଗରୁ ମିଳିଥାଏ ମୁକ୍ତି। ଏହାକୁ ଦୃଷ୍ଟିରେ ରଖି ଏହି ଶାମ୍ବ ଦଶମୀରେ କୋଣାର୍କ ସ୍ଥିତ ଚନ୍ଦ୍ରଭାଗରେ ବୁଡ଼ ପକାଇଛନ୍ତି ଶହ ଶହ ସୂର୍ଯ୍ୟ ଭକ୍ତ ଓ ଶ୍ରଦ୍ଧାଳୁ। ସକାଳୁ ସକାଳୁ ଶହ ଶହ ଶ୍ରଦ୍ଧାଳୁ ସୂର୍ଯ୍ୟ ଉଦୟ ପୂର୍ବରୁ କୋଣାର୍କ ଚନ୍ଦ୍ରଭାଗା ନଦୀରେ ସ୍ନାନ କରିବା ପରେ ସୂର୍ଯ୍ୟ ଦେବଙ୍କୁ ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଛି। ପ୍ରଚଣ୍ଡ ଶୀତ ହେଉଥିବା ସତ୍ତ୍ୱେ ବି ବହୁ ଦୂର ଦୂରାନ୍ତରୁ ଶ୍ରଦ୍ଧାଳୁମାନେ ଆସି ଚନ୍ଦ୍ରଭାଗା ନଦୀରେ ବୁଡ଼ ପକାଇ ସୂର୍ଯ୍ୟ ଦେବତାଙ୍କୁ ପୂଜା କରି ସୂର୍ଯ୍ୟ ରଥକୁ ଅବଧୂତ ମଠରୁ ଚନ୍ଦ୍ରଭାଗା ସ୍ଥିତ ଛୋଟା ବାବା ମଠ ଅଭିମୁଖେ ନିଆଯାଇଥିବା ଦେଖିବାକୁ ମିଳିଛି। ସେଭଳି ଏହି ଶାମ୍ବ ଦଶମୀରେ ଶ୍ରଦ୍ଧାଳୁମାନଙ୍କ ସମାଗମକୁ ଦୃଷ୍ଟିରେ ରଖି ଗୋଟିଏ ଦିନ ପାଇଁ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ଫ୍ରିରେ ପ୍ରବେଶ ପାଇଁ କୋଣାର୍କ ପ୍ରଶାସନ ତରଫରୁ ନିଷ୍ପତ୍ତି ନିଆଯାଇଛି। ତେବେ ଚାଲନ୍ତୁ ଶୁଣିବା ଏହି ଶାମ୍ବ ଦଶମୀକୁ ନେଇ କ'ଣ କହୁଛନ୍ତି ବହୁ ଦୂର ଦୂରାନ୍ତରୁ ଆସିଥିବା ଶ୍ରଦ୍ଧା। ଗୀତାଞ୍ଜଳି ନାୟକ, ନୟାଗଡ଼ ଓଡ଼ଗାଁ। ଆମେ ପ୍ରତିବର୍ଷ ଏଠାକୁ ଆସୁ। ଏଇ ପୌଷ ଶୁକ୍ଳ ଦଶମୀ ଦିନ ଏଠାରେ କୋଣାର୍କରେ ରଥଯାତ୍ରା ହୁଏ। ଆମ ସୌର ବ୍ରାହ୍ମଣ ପରିଷଦ ପକ୍ଷରୁ ରଥ କାର୍ଯ୍ୟ ନିର୍ବାହ କରି ଆଉ ରଥ ଟାଣି ଘରକୁ ଯାଉ। ଏଠାରେ ସୂର୍ଯ୍ୟଙ୍କୁ ଏଠାରେ ଶାମ୍ବଙ୍କୁ କୁଷ୍ଠରୋଗ ହୋଇଥିବା ହେତୁ ତାଙ୍କ ନିରାକରଣ ପାଇଁ ଏଠି କୁଷ୍ଠ ଶାମ୍ବ ତପସ୍ୟା କରିଥିଲେ। ତେଣୁ ସୂର୍ଯ୍ୟଙ୍କ ଉପାସ କରି ସେ ତାଙ୍କ କୁଷ୍ଠରୋଗ ନିବାରଣ ହୋଇଥିଲା। ତେଣୁ ଆମେମାନେ ପିଲାମାନଙ୍କର ସୁଖ ଆଉ ସମୃଦ୍ଧି ଭଲ ରହିବା ପାଇଁ ଆମେ ଏଠାରେ ପୂଜା କରୁ ଏବଂ ରଥ ଟାଣି ଘରକୁ ଯାଉ। ପବିତ୍ର ଶାମ୍ବ ଦଶମୀରେ ଆପଣଙ୍କର ସୂର୍ଯ୍ୟ ରଥ ଆଜି କରିବେ, କ'ଣ କହିବେ ତା ଉପରେ? ଏଇ ଯେଉଁ ସୂର୍ଯ୍ୟ ରଥର ପ୍ରଥମ ସୃଷ୍ଟିକର୍ତ୍ତା ହେଉଛି ଭଗବାନ କୃଷ୍ଣ। ତାଙ୍କ ପୁଅ ଯେତେବେଳେ କୁଷ୍ଠର ବ୍ୟାଧି ହେଇଥିଲା ସେତେବେଳେ ନାରଦ କହିଥିଲେ, ଏ ଭଗବାନ ଆପଣଙ୍କ ପୁଅର ଯଦି ରୋଗମୁକ୍ତ ହେବାକୁ ଚାହୁଁଛନ୍ତି ତାହେଲେ ଯାଆନ୍ତୁ। ମୈତ୍ରାକ୍ଷ ବନେ ନାମ ମୈତ୍ର ତପସାଜିତ ଯତ୍ୱାଗତ ମହାଦ୍ରୋଗ ବିମୁଞ୍ଚତେ। ମୈତ୍ରାକ୍ଷ ବନ ବା କୋଣାର୍କରେ ମିତ୍ରାଜିତ ଭଗବାନ ସେଠି ପୂଜା ପାଉଛନ୍ତି ମୈତ୍ର ମୁନିଙ୍କ ଆଶ୍ରମରେ। ସେଠିକି ଯାଇ ଆପଣ ଯଦି ମିତ୍ରାଜିତ ଭଗବାନଙ୍କୁ ଯଦି ପୂଜା ପାଠ କରନ୍ତି ତାହେଲେ କୁଷ୍ଠ ରୋଗରୁ ମୁକ୍ତି ହେବେ। ଏଇ ଯେଉଁ ମୈତ୍ର ଋଷି ଥିଲେ କୃଷ୍ଣଙ୍କ ଯେଉଁ ନବମୁନି ଥିଲେ ତା ଭିତରୁ ଜଣେ ଶ୍ରେଷ୍ଠ ମୁନି ଥିଲେ। ତେଣୁ ମୈତ୍ରାକ୍ଷ ବନକୁ କୃଷ୍ଣ ଭଗବାନ ନିଜ ପୁତ୍ର ଶାମ୍ବକୁ ଧରିକି ଆସିଥିଲେ ଏବଂ ସାକଲ୍ୟ ଦ୍ୱୀପରୁ ବ୍ରାହ୍ମଣମାନଙ୍କୁ ଆଣିକି ଏଠାରେ ପୂଜା ଆରାଧନା କରିଥିଲେ। ଆଜିର ଦିନରେ ଆରମ୍ଭ କରିଥିଲେ ପୂଜା ଆରାଧନା କରି ମାଘ ସପ୍ତମୀ 27 ଦିନ ପର୍ଯ୍ୟନ୍ତ 27 ନକ୍ଷତ୍ର ପୂଜା ଆରାଧନା କରି କୁଷ୍ଠ ରୋଗରୁ ମୁକ୍ତ ହେଇଥିଲେ ଶାମ୍ବ। ତେଣୁ ଇଏ ଏକ ପବିତ୍ର ଦିନ ଏବଂ ସେହି ଦିନଠାରୁ ସେ ଏକ ରଥଯାତ୍ରା କରିଥିଲେ। ଇଏ ଅନନ୍ତ ଅବଧୂତ ମଠରୁ ସୂର୍ଯ୍ୟ ଭଗବାନ ଯାଆନ୍ତି ଚନ୍ଦ୍ରଭାଗା ତୀର୍ଥରେ 27 ଦିନ ରହି 27 ନକ୍ଷତ୍ର ପୂଜା ପାଇ ସେ ମାଘ ସପ୍ତମୀ ଦିନ ସୂର୍ଯ୍ୟଙ୍କ ଜନ୍ମଦିନ ସେ ଏଠାକୁ ପରିବର୍ତ୍ତନ କରିଥାନ୍ତି। କୋଣାର୍କରୁ ସନ୍ତୋଷ ଦାସଙ୍କ ରିପୋର୍ଟ, ସୂଚନା ମିଡ଼ିଆ।